जय जगन्नाथ बंधुगण। प्रभुंकर एही नवदिन व्यापी यात्रा समय आमे श्रवण करिबा जगन्नाथ पुराण। एही जगन्नाथ पुराण को पाठ करिबा किंबा श्रवण करिबा द्वारा पवित्रता, मानसिक शांति एवं पापरु मुक्ति मिली थाए। प्रभुंक दारु ब्रह्म अवतार इंद्रद्युम्नଙ୍କ कथा एवं नीलमाधवଙ୍କ कहानी पाठ कले किंबा श्रवण कले मन को अपार शांति मिले। यह आत्मज्ञान वृद्धि करे। श्री जगन्नाथଙ୍କ महिमा गान और श्रवण करिबा द्वारा अजाणतरे होइथिबा पापरु मुक्ति मिले एवं परिवार रे मंगल होइथाए। तेणु आसंतु श्रवण करिबा जगन्नाथ पुराण। आज जगन्नाथ पुराण रे आमे श्रवण करिबा ललिता एवं विद्यापतिंकर भेट एवं नीलमाधवंकर संधान। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। जगन्नाथ पुराण सप्तम अध्याय। विश्वावसु सहित विद्यापतिंकर कथोपकथन। ऋषिर्वाच शुणन्तु पंडित गण रविसुत द्वारे जहाँ श्रवणे बसीण वैकुंठ धाम रे श्री जगन्नाथ देवंक पारुकीरति वर्णना करिबा पाई नाही कार शक्ति। जैमिनी ऋषि को चाही नई मिसाबासी बोइले शुणाओ आंभो मानकु तपसी। विद्यापति इंद्रद्युम्न आदेशरे गले नील सुंदर पर्वते पथन पाइले ताहा परे केउ केउ कर्म कले सेही आंभ मानकु बुझाई कुहतु गोसाई। जैमिनी उवाच जैमिनी बोइले शुण आहे तपिगण अत्यंत पवित्र अटे एही गाथा जान। विद्यापति नीलाचले न पाइण पथ अंतर मध्ये स्मरिले जगतर नाथ। एही समय शुणिले पश्चात भागरे भागवत आलोचना करुछन्ति नरे ताहा शुणी विप्र अति आनंदित हेले वाक्य अनुसरी सेही दिग को गमिले किछि दूर जीवा परे देखिले नेत्रे शबर पली गुड़िए रहिछि सेठारे तहिरे अछन्ति जेउ माने वास करी श्री विष्णु को प्रिय पात्र अटंती सबूरी सभिंक अंगरे शंख चक्र चिन्ह मान झड़ी दिशु अछि विप्र देखिला नयन मन मध्यरे विचार कला विद्यापति एमाने नुहंती केभे जे सामान्य व्यक्ति विष्णुकर अंग संग निश्चय छन्ति पाई तेणु प्रणमिला सेमानंक पासे जाई। एही समय रे विश्वावसु नामे एक वृद्ध शबर अटंती विष्णुक पूजक नीलाचल नाथंकर अर्चना करीण फेरी आसुथिले अंग चंदन बोलीण नील सुंदर पर्वतु से ओह्लाई आसी नयने देखिले विद्यापति छन्ति बसी ताहांकु देखिण अति आनंदित होई शबर राजा अत्यंत तोष हेले तई बोइले हे आर्य तुम्भे किंपासी अछ एठा बरे काहीं पाई मौने बसीछ
ଅତ୍ୟନ୍ତ ଦୁର୍ଗମ ଅଟେ ଅରଣ୍ୟ ସ୍ଥଳ। କାହିଁ ପାଇଁ ଆସିଅଛ କୁହନ୍ତୁ ସକଳ। କ୍ଷୁଧା ତୃଷାରେ ଅତ୍ୟନ୍ତ ବିଷଣ୍ଣ ଦିଶୁଛ। ଉପବାସୀ ଥିଲା ପ୍ରାୟ ଦେଖାଯାଉଅଛ। କୁହନ୍ତୁ କେଉଁ ସେବାରେ ଲାଗିପାରେ ମୁଇ। କେଉଁ ଦରବରେ ତୃପ୍ତ ହୋଇବେ ଗୋସାଇଁ। ଜଳହାର କରିବେ କି ପ୍ରସାଦ ପୁଞ୍ଜିବେ। କିବା ଆପଣା ହସ୍ତରେ ରନ୍ଧନ କରିବେ। ବିଦ୍ୟାପତି ଉବାଚ ବିଶ୍ୱାବସୁଙ୍କର ଶୁଣି କୋମଳ ଭାରତୀ। ବିଦ୍ୟାପତି ମନ ମଧ୍ୟେ ହେଲେ ତ ସୁମତି। ବୋଇଲେ ହୋ ଭକ୍ତ ବର ଶୁଣ ମୋର ଗୀର। କ୍ଷୁଧା ତୃଷା ନ ଲାଗଇ ହୃଦରେ ମୋର। ଯେଉଁଥି ନିମନ୍ତେ ଏତେ କଷ୍ଟ ସହ୍ୟ କରି। ଆସିଅଛି ତାହା ପୂର୍ଣ୍ଣ କରନ୍ତୁ ମୋହରି। ଅବନ୍ତୀ ରାଜନ ମୋତେ ଅଛନ୍ତି ପଠାଇ। ତାଙ୍କ ପୁରୋହିତଙ୍କର ମୁଁ କନିଷ୍ଠ ଭାଇ। ବିଷ୍ଣୁଙ୍କ ଦର୍ଶନ ଲାଗି ଏଥେ ଆସିଅଛି। କିନ୍ତୁ ଶ୍ରୀନୀଳ ପର୍ବତ ପଥ ନ ପାଉଛି। ରାଜାଙ୍କ ଅଗ୍ରତେ ଏହି କ୍ଷେତ୍ର ସମାଚାର। କହିଛନ୍ତି ଜଣେ ସାଧୁ ବୁଝାଇ ସତୋର। ଏଠାବରେ ଜଗତର ନାଥ ରହିଛନ୍ତି। ନୀଳମାଧବ ରୂପରେ ପୂଜିତ ହୁଅନ୍ତି। ସେହି ପ୍ରଭୁଙ୍କ ଚରଣ କରିବି ଦର୍ଶନ। ଆବର ରହିବେ ମହାରାଜ ଏହି ସ୍ଥାନ। ସେ ଯୋଗେ ମୋତେ ଆଗରୁ ଅଛନ୍ତି ପଠାଇ। ସବୁ ସ୍ଥିର କରି ଗଲେ ଆସିବେ କସେଇ। ଯେ ପର୍ଯ୍ୟନ୍ତ ନ କରିବି ପ୍ରଭୁଙ୍କ ଦର୍ଶନ। ନ ଛୁଇଁବି ଅନ୍ନ ଜଳ ଫଳ କଦାଚନ। ଇନ୍ଦ୍ରଦ୍ୟୁମ୍ନ ରାଜା ତେଣେ ଥିବେ ଯେ ଅନାଇ। କୃଷ୍ଣ ନ ଦେଖିଲେ ଜଳ ନ ଛୁଇଁବେ ସେଇ। ତାହାଙ୍କ ପ୍ରାଣ ଆମ୍ଭର ହାତେ ରହିଅଛି। ଯେତେ ଶୀଘ୍ର ବାର୍ତ୍ତା ଦେବ ଆଦେଶ ହୋଇଛି। ମୁହିଁ ମଧ୍ୟ କରିଅଛି କଠୋର ଶପଥ। ନ ଦେଖିଲେ ବିଷ୍ଣୁ ମୂର୍ତ୍ତି ନ ଭୁଞ୍ଜିବି ଭାତ। ଏପରି କହିଲେ ଯହୁଁ ବିପ୍ର ବିଦ୍ୟାପତି। ଶବର ରାଜ ହୋଇଲେ ମନ ମଧ୍ୟ ଚିନ୍ତି। ଜାଣୁଅଛି ଆମ୍ଭ ଭାଗ୍ୟ ବିପର୍ଯ୍ୟୟ ହେଲା। ଯେହେତୁ ବ୍ରାହ୍ମଣ ଆସି ପ୍ରବେଶ ହୋଇଲା। ଆମ୍ଭର ଗୋପନ ଧନ ଯେ ନୀଳମାଧବ। ଯାହାଙ୍କ ପରେ ନିର୍ଭର ଆମ୍ଭର ଯେ ସର୍ବ। ସେ ପ୍ରଭୁ ଯଦ୍ୟପି ହେବେ ସର୍ବଜନାଦୃତ। ଆଉ କି ଶବର କଥା ବିଚାରିବେ ଚିତ୍ତ। ଜଣା ଯାଉଅଛି ଆଉ ବନ ଫଳ ମୂଳ। ଭୁଞ୍ଜିବାକୁ ବୋଧେ ନ ଚାହାନ୍ତି ଆଦି ମୂଳ। ତେଣୁ ଅବନ୍ତୀ ନଗରରୁ ବିପ୍ରକୁ ଅଣାଇ। ନିଜର ଭିଆଣ ନିଜେ କରୁଛନ୍ତି ସାଇଁ। କେତେ କେତେ ବିପଦରୁ ଏ ବ୍ୟାଧ ଜାତିଙ୍କୁ। ରକ୍ଷା କରିଥିଲା ନିଜେ ଆସିଣ ପଲ୍ଲୀକୁ। ବ୍ୟାଘ୍ର ଛାଗଳକୁ ଏକା ତୁଠେ ପେଉଥିଲା। ଏଠାବରେ ବୈରୀ ଭାବ କାହାର ନଥିଲା। କେବଳ ଦ୍ରବ୍ୟ ଅଭାବ ନଥିଲା ଆମ୍ଭଙ୍କୁ। ସବୁ ପଠାଇ ନଥିଲୁ ଏ ଦିନ ପଲ୍ଲୀକୁ। ତୋହ ଲାଗି ଏହି ବନେ ପ୍ରତ୍ୟେକ ଋତୁରେ। ମଳୟ ବାତ ବହୁଳ ଥିଲା ଉଲ୍ଲାସରେ। ସାଗର ଗର୍ଜନ ବାଜୁ ନଥିଲା କାନରେ।
तो पूर्व ज्योति देखुथिलु नयନରେ ଅବନ୍ତୀଶ୍ୱର ଯେବେ କଥା ଜାଣିବ ଆଉ କି ମାଧବ ତୋତେ ଠାରେ ରଖିବ। ଏଣେ ପୁଣି ବ୍ରାହ୍ମଣଙ୍କୁ ନ ଦେଖାଇ ଦେଲେ କ୍ରୋଧ ହୋଇ ଅଭିଶାପ ଦେବ ସେଇ କାଳେ। ପୁଣି ଅତିଥିକୁ ଯେବେ ନିରାଶ କରିବି ଜୀବନାନ୍ତେ ନରକରେ ପତିତ ହୋଇବି। ଏହିପରି ଚିନ୍ତା କରୁ କରୁ ଶେଷ ବର ପୂର୍ବ କଥା ମନରେ ପଡ଼ିଲା ତାର। ବିଚାରିଲା ଲୋକ ମୁଖୁ ଶୁଣିଅଛି ମୁହିଁ ଅବନ୍ତୀ ନଗରୁ ଜଣେ ରାଜା ଶିବଇ। ସେବେ ନୀଳମାଧବ ନଥିବେ ସ୍ଥାନ ଆସିନ ଖୋଜା କରିବେ ପ୍ରଭୁଙ୍କ ସନ୍ଧାନ। ଇନ୍ଦ୍ରଦ୍ୟୁମ୍ନ ବୋଲି କରି ନାମ ତାଙ୍କର ନର ଅଙ୍ଗେ ବହିଛନ୍ତି ମହିମା ଅପାର। ମାନବ ଶରୀର ବହି ବ୍ରହ୍ମପୁରେ ଯିବେ ଶତ ଶତ ଅଶ୍ୱମେଧ ଯାଗ ସେ କରିବେ। ଏହିଠାରେ ସବୁ ଯଜ୍ଞ ହେବ ସମାପନ ପ୍ରଜାବର୍ଗ ସଙ୍ଗେ ଆଣି ରହିବେ ସ୍ଥାନ। ଦାରୁ ମୂରତି ଏଠାରେ ପ୍ରତିଷ୍ଠା କରିବେ ଶ୍ରୀ ନୀଳମାଧବ ଜୀଉ ତହିଁ ବିଶ୍ରାମିବେ। ଆନନ୍ଦ ହାଟ ବସିବ ଶ୍ରୀ ପୁରୁଷୋତ୍ତମେ ପ୍ରତ୍ୟହ ଜନକ ରାଜ ଆସିବେ ଧାମେ। ଲକ୍ଷ ଲକ୍ଷ ଭକ୍ତଙ୍କର ଏଥେ ମେଳା ହେବ ଏହିଠାରେ ଲୀଳା ଖେଳା ଆରମ୍ଭ ହୋଇବ। ଏହି ମହାପୁରୁଷଙ୍କ ଲାଗି ଆମ୍ଭେମାନେ ଦେଖିବୁ ପ୍ରଭୁଙ୍କ ଲୀଳା ଖେଳା ଏହି ସ୍ଥାନେ। ତେଣୁ ଏ ଭକ୍ତବରଙ୍କୁ ସଙ୍ଗତରେ ନେଇ ଦର୍ଶନ କରାଇବା ବିଧେୟ ଅଟଇ। ଯେହେତୁ ପ୍ରଭୁଙ୍କ ଇଚ୍ଛା ବିନେ ଆନ ଜନ କରି ନ ପାରଇ କିଛି କାର୍ଯ୍ୟରେ ଗମନ। ଏତେ ଦିନ ଯାଏ ଇଚ୍ଛା ନଥିଲା ତାଙ୍କର ପ୍ରକାଶ ହୋଇବା ପାଇଁ ଜନ ସମାଜର। ବିଶ୍ୱାବସୁ ଏହି ପରକାରେ ଚିନ୍ତା କରି ବିଦ୍ୟାପତିଙ୍କୁ ବୋଇଲେ ତୋଷ ହୋଇ କରି। ପୂର୍ବର ପ୍ରବାଦ ଅଛି ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ଠାବରେ ରହିବେ କରିଣ ସଦନ। ଚୌଦିଗେ ତାହାଙ୍କ ନାମ ପ୍ରଚାର ହୋଇବ ତାଙ୍କ ଲାଗି ଏହି କ୍ଷେତ୍ର ବିକାଶ ଲଭିବ। ଏହା କହି ବିଶ୍ୱାବସୁ ହୋଇଲେ ମୌନ ଗୀତ ଛନ୍ଦେ ଭାବି ଲେଖେ କ୍ଷେତ୍ରବାସୀନ। ଅଷ୍ଟମ ଅଧ୍ୟାୟ। ବିଦ୍ୟାପତିଙ୍କ ସଙ୍ଗରେ ବିଶ୍ୱାବସୁ କନ୍ୟା ଲଳିତାଙ୍କର କଥୋପକଥନ। ଶୁଣ ଶୁଣ ସୁଜ୍ଞଜନେ ଅପୂର୍ବ ଚରିତ ଯାହା ଶ୍ରବଣରେ କର୍ଣ୍ଣ ହୋଇବ ପବିତ୍ର। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମହିମା ଅପାର ବର୍ଣ୍ଣି ନ ପାରନ୍ତି ଯାକୁ ଅମରାଧୀଶ୍ୱର। ମୁହିଁ ଛାର ନର ବା ବନିବଇ କେତେ କେବଳ ସେହି ପ୍ରଭୁଙ୍କ ନାମ ଗାଇଚିତେ। କ୍ଷେତ୍ର ମହିମା ବର୍ଣ୍ଣନେ ବଳାଇଛି ଆସ କାମନା ପୂରଣ କର ଜଗତର ଈଶ। ସକଳ ଋଷି ବୋଇଲେ ଚାହିଁ ଜୈମିନୀଙ୍କୁ ଆହେ ମହାତ୍ମା ବାରେ ଶୁଣାନ୍ତୁ ଆମ୍ଭଙ୍କୁ। ବିଶ୍ୱାବସୁ ମନେ ମନେ କରିଲେ ବିଚାର ଦେଖାଇବା ପାଇଁ ବିଦ୍ୟାପତିଙ୍କୁ ଠାକୁର।
ତାହାପରେ କେଉଁ କେଉଁ କୃତ୍ୟ କଲେ ସେଇ, କୁହନ୍ତୁ ହେ ତପୋଧନ ସକଳ ଫିଟାଇ। ଜୈମିନୀ ଉବାଚ ଜୈମିନୀ ବୋଇଲେ ଶୁଣ ସର୍ବ ଋଷିଗଣ, ବିଶ୍ୱାବସୁ ମନ ମଧ୍ୟେ ମନ୍ତ ଭାବିଣ, ଆପଣା କୁଟୀରେ ଯାଇ ପ୍ରବେଶ ହୋଇଲେ, ବିଦ୍ୟାପତିଙ୍କୁ ଯତନ କରି ବୁଝାଇଲେ। ତାପରେ ଜ୍ଞାତି ବାନ୍ଧବ ମାନଙ୍କୁ ଡକାଇ, କହିଲେ ସକଳ ଗାଥା ତାହାଙ୍କୁ ବୁଝାଇ। ଅତ୍ୟନ୍ତ ବିଶ୍ୱସ୍ତ ବିଶ୍ୱାବସୁର ଯେ ଥିଲା, ସର୍ବ ସମକ୍ଷରେ ସେହୁ ବୁଝାଇ କହିଲା। ବ୍ରାହ୍ମଣମାନେ ଅଟନ୍ତି ଅତ୍ୟନ୍ତ ଚତୁର, ଦେଖିଲା ସାପକୁ ଭରି ନ ଦେବେ ଗର୍ତ୍ତର, ପୁଣି ଅଳ୍ପ କଥାରେ କ୍ରୋଧ ସେ ହୁଅନ୍ତି, ସାପ ଦେବା ପାଇଁ ଆଗ ଭର ହୋଇଯାଆନ୍ତି, କଦାପି ତାଙ୍କୁ ବିଶ୍ୱାସ କରି ନ ଯୋଗାଇ, ଇଷ୍ଟ ଦେବତାଙ୍କୁ ତୁମ୍ଭେ ନ ଦେଖାଅ ନେଇ, ଥରେ ଦେଖାଇବ ଯେବେ ଦିଅଙ୍କୁ ନେଇଣ, ରାଜାଙ୍କୁ କହି ସେ ବଳେ ନେଇଯିବେ ଜାଣ। ଏପରି କହିଲେ ଯହୁଁ ବିଶ୍ୱାବସୁ ଶୁଣି, ମନ ମଧ୍ୟରେ କେତେକ କାଳ ହେଲା ଗୁଣି, ବିଦ୍ୟାପତିଙ୍କୁ ଆପଣା କୁଟୀରେ ରଖାଇ, ଆପଣା ଚଳିଲେ ମାଧବଙ୍କ ସେବା ପାଇ। ଏହାପରେ ଯାହା ଯାହା ଘଟିଲା ଘଟଣ, ସାଧୁ ସୁଜ୍ଞଜନ ମାନେ ମନ ଦେଇ ଶୁଣ, ସେ ନୀଳାଚଳ ପଲ୍ଲୀରେ ଯେତେକ ଶବର, କୁଟୀର ନିର୍ମାଣୀ ରହିଥିଲେ କ୍ରାମର, ତାହାଙ୍କ ମଧ୍ୟରେ ବିଶ୍ୱାବସୁ ଅଟେ ଶ୍ରେଷ୍ଠ, ସର୍ଦ୍ଦାର ବୋଲି ତାହାଙ୍କୁ ମାନନ୍ତି ସମସ୍ତ, ରାଜା ଯେଉଁପରି ରାଜ୍ୟ ଶାସନ କରଇ, ବିଶ୍ୱାବସୁ ସମସ୍ତଙ୍କୁ ତେମନ୍ତ ଦେଖଇ, ଶ୍ରୀନୀଳ ମାଧବଙ୍କର ପ୍ରସାଦ ନେଇଣ, ପ୍ରତ୍ୟେକ ପଲ୍ଲୀବାସୀଙ୍କୁ କରଇ ଅର୍ପଣ, ପୁତ୍ର ପରି ସମସ୍ତଙ୍କୁ ଆଦର କରଇ, ସମସ୍ତେ ପିତା ପରାୟ ମାନନ୍ତି ତାକୁ ହିଁ, କିନ୍ତୁ ଜନ୍ମିତ ସନ୍ତାନ ନଥାଏ ତାହାର, ଏକଇ ମାତ୍ର ସନ୍ତତି ଥାଏ ଯେ କୁଟୀର, ଶବର ସର୍ଦ୍ଦାର ବିଶ୍ୱାବସୁ ଯତନରେ, କନ୍ୟାକୁ ବଢ଼ାଇଥାଏ ଆପଣା ହସ୍ତରେ, ମାତୃହରା କନ୍ୟା ବୋଲି ସବୁ ଦ୍ରବ୍ୟମାନ, ଯୋଗାଇ ଦିଏ ସର୍ଦ୍ଦାର ଜାଣି ତାର ମନ, ବନରୁ ପ୍ରତ୍ୟହ ସାଙ୍ଗ ସାଥି ସହିତରେ, ମାଳତୀ ବଉଳ ତୋଳେ ଲଳିତା ହର୍ଷରେ, ତାହାକୁ ଯତନ କରି ଗଜରା ଗୁନ୍ଥାଇ, ପ୍ରତ୍ୟହ ପିତାଙ୍କ ହସ୍ତେ ପ୍ରଭାତୁ ପେଶଇ, ପୂର୍ବ ଦିନର ଯେ ଛଡ଼ା ଫୁଲ ଦିଅଙ୍କର, ତାହାକୁ ଆଣିଣ ବିଶ୍ୱାବସୁ ଯତନର, ଆପଣା କନ୍ୟା ହସ୍ତରେ ଅର୍ପଣ କରଇ, ନେଇଣ ଲଳିତା ନିଜ ଯୋଡ଼ାରେ ବାନ୍ଧଇ, ଆବର ସମୟେ ଫୁଲ ଖଡ଼ୁ ବାଜୁ ବନ୍ଧ, କରିଣ ପିନ୍ଧଇ ମନେ ହୋଇଣ ଆନନ୍ଦ, ଆପଣା ହସ୍ତେ ମଣୋହି ପ୍ରସ୍ତୁତ କରଇ, ନଚେତ ଦିଅଙ୍କ ଭୋଗ ଭୁଞ୍ଜେ ତୋଷ ହୋଇ, ସେଦିନ ବିଦ୍ୟାପତିଙ୍କ ଚର୍ଚ୍ଚା ନିମନ୍ତେ, ନାନାଦି ବ୍ୟଞ୍ଜନ ଯେ ରାନ୍ଧିଣ ନିଜ ହସ୍ତେ, କିପରି ଭୁଞ୍ଜିବେ ବୋଲି ଅତିଥି ବ୍ରାହ୍ମଣ, ପ୍ରବେଶିଲା ବିଦ୍ୟାପତି କୁମାରୀ ପାଷେଣ, ଲଜ୍ଜାରେ ମସ୍ତକ ନ୍ୱାଇ ଛିଡ଼ା ହେଲା ଗୋରି,
ଡାକିବା ପାଇଁ ସାହସ ନହେଲା ତାହାରି। ନାରୀମାନଙ୍କର ଲଜ୍ଜା ସହଜେ ଭୂଷଣ, ଶବର କୂଳରେ ସେହୁ ଜନ୍ମ ହେଲେ ଜାଣ। ଯୁବତୀ ସୁଲଭ ହେତୁ ବିଦ୍ୟାପତି ପାଶେ, ହାର ମାନିଲା ଲଳିତା ତେଣୁ ଲଜ୍ଜା ବସେ। ଗୃହ ମଧ୍ୟେ ଚେଇଁ ଶୋଇଥାଇ ବିଦ୍ୟାପତି, ଦେଖୁଥାନ୍ତି ଲଳିତାର ସବୁ ରୀତି ଗତି। କିନ୍ତୁ ମୁହଁ ଖୋଲି କିଛି ବଚନ ନ କହି, ଅଭିନୟ କରୁଥାନ୍ତି ଯେହ୍ନେଛନ୍ତି ଶୋଇ। କେତେକ ସମୟ ଛିଡ଼ା ହୋଇ ବ୍ୟାଧବାଳା, ଆପଣା ମନ ମଧ୍ୟରେ ବିଚାର କରିଲା। ଯେବେ ନ ଡାକିବି ମୁହିଁ ଅତିଥିଙ୍କୁ ଏଥେ, ଉପବାସ ରହିଯିବେ ସେହୁ ଆଜ ରାତ୍ରେ। ସେହୁ ଭୋଜନ ନ କରି ରହିଲେ ଉପାସ, ସକଳ ଧର୍ମ ମୋ ପିତାଙ୍କର ହେବ ନାଶ। ଏହିପରି ମନ ମଧ୍ୟେ ପାଞ୍ଚି ଚମ୍ପା ଗୋରି, ଧୀରେ ଧୀରେ ଡାକିଲା ସେ ମୁଖ ନତ କରି। ବୋଇଲା ଆସନ୍ତୁ କିଛି ଭୋଜନ କରିଣ, ଆହେ ଅତିଥି ଶୟନ କରିବେ ଆସିଣ। ଏପରି କହିଲା ଯହୁଁ ଲଳିତା ସ୍ନେହରେ, ନ ଜାଣିଲା ପରିକର ଆଡ଼େଇ ସେଠାରେ। ଶୟନ କରିଲା ଯହୁଁ ବିପ୍ର ବିଦ୍ୟାପତି, ଧୀରେ ଧୀରେ ଗୃହକୁ ଯାଇଣ ଗଜଗତି। ବିଦ୍ୟାପତିଙ୍କ ରୂପକୁ କରି ନିରୀକ୍ଷଣ, ବିନ୍ଧିଲା ଲଳିତା ସତୀ ଅଙ୍ଗେ କାମ ବାଣ। ମଦନ ବାଣରେ ସେହୁ ହୋଇଲା ଅସ୍ଥିର, ମନେ ମନେ ସୁମରିଲା ଗୋରି ଚକ୍ରଧର। ଭାବିଲା ଏଡ଼େ ସୁନ୍ଦର ପୁଣି ମର୍ତ୍ତ୍ୟେଛନ୍ତି, ନର ଦେହେ ଯେହ୍ନେ କାମ ଜନ୍ମ ଲଭିଛନ୍ତି। ଯଦି ଏ ସୁନ୍ଦର ମୋତେ କରନ୍ତେ ଆଦେଶ, ତାଙ୍କ ପାଦ ସେବା କରି ବିତାନ୍ତି ଦିବସ। ଏହିପରି ଭାବେ ଗୋରି ବିଚାରିବା ବେଳେ, ନିଜ କଳେବର କମ୍ପି ଉଠିଲା ତତ୍କାଳେ। ତଥାପି ଧୈର୍ଯ୍ୟ ଧରିଣ ଶଯ୍ୟା ପାଶେ ଗଲା, ପାଦ ଧୂଳି ନେଇ ନିଜ ଶିରେ ବୋଳି ହେଲା। ତାହା ଦେଖିଣ ବ୍ରାହ୍ମଣ ଯୁବକ ଉଠିଣ, ବୋଇଲା ଏ କିସ କରୁଅଛ ନାରୀ ରାଣ। ମୋହର ପାଦକୁ କିମ୍ପା ତୁମ୍ଭେ ସ୍ପର୍ଶ କରି, ପାପ ପଙ୍କରେ ବୁଡ଼ାଇ ମାରୁଛ ସୁନ୍ଦରୀ। ତୁମ୍ଭର ଜନକ ବିଷ୍ଣୁ ଭକତ ଅଟନ୍ତି, ଶ୍ରୀ ବିଷ୍ଣୁଙ୍କ ଅଙ୍ଗ ସଙ୍ଗ ସଦା ଲଭୁଛନ୍ତି। ତେମନ୍ତ ମହାପୁରୁଷଙ୍କର କନ୍ୟା ହୋଇ, ମୋହ ପରିଛାର ପାଦ ଛୁଅଁ ଚାନ୍ଦ ମୁଇଁ। ଶୁଣି ଲଳିତା ପ୍ରସ୍ତର ମୂର୍ତ୍ତି ପରକାର, ଉଭା ହୋଇ ପାଦ ତଳେ ବୋଇଲା କଗିର। ପିତା କହିଛନ୍ତି ଘରେ ଛନ୍ତି ଯେ ଅତିଥି, ସାକ୍ଷାତରେ ଅଟନ୍ତି ସେ ବିଷ୍ଣୁଙ୍କ ମୂରତି। ତାହାଙ୍କ ସେବାରେ ତ୍ରୁଟି ନ କରିବୁ ତୁଇ, ଉପବାସ ନ ରଖିବୁ ଗୃହେ କଦାପି। ତେଣୁ ନିବେଦନ କରୁଅଛି ହେ ସୁନ୍ଦର, ଏ ବ୍ୟାଧ ବାଳିକା ହସ୍ତେ କରନ୍ତୁ ଆହାର। ଏତିକି ମାତ୍ର ଅଟଇ ମୋର ନିବେଦନ, ଶୂଦ୍ର କନ୍ୟା ଭାବି ନ କରିବେ ପ୍ରତ୍ୟାଖ୍ୟାନ। ଏହା ଶୁଣି ବୋଇଲେ ହସି ବିଦ୍ୟାପତି, ଯେବେ ମୋହର କାମନା ପୁରାଇବ ସତୀ, ତାହେଲେ ତୁମ୍ଭ ହସ୍ତରେ ଭୋଜନ କରିଣ। ଯାହା ଚାହିଁବ ତାହା ମୁଁ କରିବି ପୂରଣ। ମନୁଷ୍ୟ ମାତ୍ରକେ ସର୍ବେ ଈଶ୍ୱର ସମାନ, ନ ମଣଇ ତିଳେ ମୋହି କାରେ ବଡ଼ ସାନ।
ଜାଣେ ସକଳ ଘଟରେ ଭଗବାନ ଅଛନ୍ତି। ତେଣୁ ପ୍ରାଣୀ ମାତ୍ରେ ଅଟେ ଶ୍ରୀ ବିଷ୍ଣୁ ମୂରତି। ଜାତି ଭେଦ କେବଳ ହେ ମନର ବିକାର। ହାଣିଦେଲେ ଏକା ରକ୍ତ ଅଟେ ସଭିଙ୍କର। ତୁମ୍ଭେ ବ୍ୟାଧବାଳା ବୋଲି କହୁଛ ମୁଖରେ। କାହିଁକି ଲେଖା ହୋଇନି ତୁମ୍ଭ ଶରୀରରେ। ସମସ୍ତେ ଜଣକ ଠାରୁ ଛନ୍ତି ଅବତରୀ। ସେ କଥା କହିଣ ଲଜ୍ଜା ଦିଅ ନାହିଁ ଗୋରି। ସେହି ଜଣକ ଅଟନ୍ତି ଜଗତର ପତି। ପରାତ୍ପରେ ରାଜୁ ଅଛି ତାହାଙ୍କ କିରତି। ଛୋଟ ବଡ଼ ଭେଦା ଭେଦ ନ ଜାଣଇ ମୁଇଁ। ସମାନ ଦୃଷ୍ଟିରେ ତିନି ଜଗତ ଦେଖଇ। ଯେବେ ଶପଥ କରିବ ଧର୍ମକୁ ଚାହିଁନ। ତାହେଲେ ବୁଝିବା ପାଇଁ ଯିବି ମୁଁ ଠିଣ। ଲଳିତା ବୋଇଲା ମୁଁ ତ ବଳା ମାତର। କିଏ ବା କାର୍ଯ୍ୟ ପୂରଣ କରିବି ତୁମ୍ଭର। ଯଦି ମୋହ ଦ୍ୱାରା କିଛି କାର୍ଯ୍ୟ ହୋଇପାରେ। ଆନନ୍ଦରେ ହସି ହସି ପାଳିବି ସତରେ। ବିଦ୍ୟାପତି ବୋଇଲେ କୁହ ରାମାବର। ପ୍ରତିଦିନ ତବ ପିତା ଯାନ୍ତି କି କାର୍ଯ୍ୟର। ଆସିବା ବେଳେ ଚନ୍ଦନ କସ୍ତୁରୀର ଗନ୍ଧ। ତାହାଙ୍କ ଅଙ୍ଗୁଚ ହଟି ଉଠେ ମନ୍ଦ ମନ୍ଦ। ତାହା ଜାଣିବାକୁ ମନ ବଳିଛି ମୋହର। କୁହ ସବୁ ଖୋଲା କଥା ନିର୍ଭୟ ଚିତ୍ତର। ବ୍ରାହ୍ମଣ ଯୁବକ ଠାରୁ ଶୁଣିଏ ବଚନ। ଲଳିତା ମୁଖରୁ ନ ସ୍ଫୁରିଲା ବାକ୍ୟମାନ। ମନ ମଧ୍ୟରେ ସୁନ୍ଦରୀ କରିଲା ବିଚାର। ପିତା ବାରଣ କରିଣ ଛନ୍ତି ବାରମ୍ବାର। କୌଣସି ସଭ୍ୟ ଜଗତ ବ୍ୟକ୍ତିଙ୍କ ଗ୍ରତେ। କହିବୁ ନାହିଁ ବିଷ୍ଣୁଙ୍କ କଥା କଦାଚିତେ। ସେମାନେ ଜାଣିଲେ ମାଧବଙ୍କ ସମାଚାର। କୌଶଳ କରିଣ ନେଇ ଯିବେ ସଙ୍ଗତର। ଏ ବ୍ରାହ୍ମଣ ଯୁବକକୁ ଯଦି ମୁଁ ସମସ୍ତ ଘଟଣା ମାନ ବୁଝାଇ ଦେବି ଆଦ୍ୟ ପ୍ରାନ୍ତ। ତାହେଲେ ବିପଦ ନିଶ୍ଚୟ ଆସିବ ଆଗେଇ। ପିତା ଶୁଣିଲେ ମୋ ପରେ ଯିବେ କ୍ରୋଧ ହୋଇ। ଏହିପରି ମନ ମଧ୍ୟେ ବିଚାରି ସୁନ୍ଦରୀ। ବୋଇଲା ଏ କଥା କିମ୍ପା ପୁଛ ଆସି କରି। ଜଣଙ୍କର ବ୍ୟକ୍ତିଗତ କାର୍ଯ୍ୟ ସମ୍ବନ୍ଧରେ ହସ୍ତକ୍ଷେପ କରୁଛନ୍ତି ପୁଛିଣ ମୋହରେ। ଅନୁରୋଧ କରୁଅଛି ଶୁଣ ହେ ଯୁବକ। ସେ କଥା ପୁଛିଣ ମୋତେ ନ ଦିଅନ୍ତୁ ଦୁଃଖ। ପିତାଙ୍କ ଆଦେଶ ବିନା ନ ପାରିବି କହି। କାଲି କହିବି ସମସ୍ତ ତୁମ୍ଭଙ୍କୁ ବୁଝାଇ। ଏପରି କହିଲା ଯହୁଁ ଲଳିତା ସୁନ୍ଦରୀ। ବିଦ୍ୟାପତି ବୋଲେ ତେବେ ଯାଅ ଚମ୍ପା ଗୋରି। କାଲିକି କହିବ ଯେବେ ମୋ ଆଗେ ସମସ୍ତ। ତାହେଲେ କାଲି ଭୋଜନ କରିବ ଏଥ। ଜାଣେ ମୁଁ ପଳାଶ ଫୁଲ ଦିଶେ ମନୋହର। କିନ୍ତୁ ତିଳେ ସୁଗନ୍ଧ ନଥାଏ ତାର। ସେହି ପ୍ରକାରେ ତୁମ୍ଭେ ଅଟରେ ଯୁବତୀ। ମହାକାଳ ଫଳ ପରି ଅଟେ ତବ ମତି। ଉପର ଦେଖିଣ ମନେ ପାଞ୍ଚୁଥିଲି ମୁଇଁ। ଅତ୍ୟନ୍ତ ଉଦାର ମନା ଅଟନ୍ତି ଯେହି। ଭିତର ବାହାର ସବୁ ଅଟଇ ସମାନ। ସେ ଆଶା ମରିଚିକାରେ ହୋଇଲା ପତନ। ଯାଅ ଯାଅ ଗୋରି ଆଉ ବିଳମ୍ବ ନ କର। ଦେଖିବେ ଯଦ୍ୟପି ପିତା ଆସିଣ ତୁମ୍ଭର। କହିବେ ଅପରିଚିତ ଯୁବକ ସଙ୍ଗରେ। କିମ୍ପା କଥାବାର୍ତ୍ତା ତୁମ୍ଭେ ହୁଅ ଏକାନ୍ତରେ।
ବିଶେଷରେ ପୁଣି ନିଶା ରାତିଏ ଅଟଇ ଦେଖିଲେ ଅତ୍ୟନ୍ତ କ୍ରୋଧ ହୋଇବେ କଷେଇ ମୋହ ଲାଗି କିମ୍ପା ଅର ଜୀବ ଅପମାନ ଜାଣି ଶୁଣି ବିପଦକୁ କରିବ ଆହ୍ୱାନ ଯାଅ ଯାଅ ଏ ସ୍ଥାନରୁ ବିଳମ୍ବ ନ କର ପତିର ସେବାରେ ମନ ଦିଅ ରାମାବର ଏହିପରି ଅଭିମାନ କରନ୍ତେ ବ୍ରାହ୍ମଣ ଲଳିତା ଅନ୍ତର ମଧ୍ୟେ ବିନ୍ଧିଲା କବାଣ ବିରହ ବ୍ୟଥାରେ ଘାରି ହୋଇଣ ଯୁବତୀ ବୋଇଲା କିମ୍ପା ମୋ ପରେ କ୍ରୋଧ ହେଉଛନ୍ତି ଯେଉଁ କଥା ଲାଗି ତୁମ୍ଭେ କରୁଛ ସନ୍ଦେହ ଏ ବ୍ୟାଧ କନ୍ୟାର ତିଳେ ନାହିଁ ସେଇ ଭୟ ବୃଦ୍ଧ ପିତାଙ୍କ ବ୍ୟତୀତ ଅନ୍ୟ କେହି ନାହିଁ ଆଉ ଜଣେ ମାତ୍ର ଅଛନ୍ତି ଜଗତ ଗୋସାଇଁ ସେହୁ ପିତା ମାତା ଜ୍ଞାତି ବାନ୍ଧବ ସକଳ ଅର୍ପଣ କରୁଛି ସବୁ ତାଙ୍କ ପାଦ ତଳ କିନ୍ତୁ ବିଭା ହେବା ପାଇଁ ପ୍ରସ୍ତାବ ଘେନିଣ ଆସି ସର୍ବେ ବାହୁଡ଼ିଣ ଅଛନ୍ତି ନିରାଶେଣ ମନ ବୋଲି କରି ଯେଉଁ ଦୁଇଟି ଅକ୍ଷର ତାହା ମାନିବା ନୁହଁ ସହଜ ବ୍ୟାପାର ଯେତେ ଯୁବା ଆସିଛନ୍ତି ବିଭା ହେବା ପାଇଁ କାହା ଉପରେ ତିଳେ ମୋ ମନ ମାନି ନାହିଁ ଏ ସୁନ୍ଦର ମନୁ ଅଭିମାନ ତ୍ୟାଗ କର ନିଶ୍ଚୟ ପୁରାଇବ ଦାସୀ କାମନା ତୁମ୍ଭର ମାତ୍ର ତା ଆଗରୁ ଯେବେ ବ୍ୟାଧ ବଳାର ଶପଥ କରି ରଖିବ ତୁମ୍ଭେ ଏକ ଗିର ତାହେଲେ ଯେଉଁ ଆଦେଶ ଦେବ ଏ ଦାସୀକୁ ପାଳିବ ଶିର ଉପରେ ବହିଣ ତାକୁ ଏମନ୍ତ କହିଲା ଯହୁଁ ଲଳିତା ଚତୁରୀ ବୋଇଲେ କ ବିଦ୍ୟାପତି ଦର ହସି କରି ଯାହା କହିବ ନିଶ୍ଚୟ କରିବି ପାଳନ ଧର୍ମକୁ ଚାହିଁ ଶପଥ କରୁଛି ବନ ଶୁଣି ଅତି ଆନନ୍ଦିତା ହୋଇ ସୁକୁମାରୀ ବୋଇଲା ମୋହର କଥା ରଖନ୍ତୁ ବିଚାରି ଯଦି ଏହି ନା କନ୍ୟାର କଥାକୁ ପାଳିବ ତାହେଲେ ତୁମ୍ଭେ ତାହାକୁ ବିବାହ କରିବ ବିଶେଷତଃ ବିବାହୀ ଯୁବା ମୁଁ ଅଟଇ ଏପର୍ଯ୍ୟନ୍ତ କୌଣସି ପୁଂସ ଛୁଇଁ ନାହିଁ ପିତାଙ୍କର ଇଚ୍ଛା ଏକ ସବର ଯୁବକ ଘର ଜ୍ୱାଇଁ କରି ରଖିବାକୁ ନିଜ ପାଖ କିନ୍ତୁ ଏ ପଲ୍ଲୀରେ ଯେତେ ଜନ ଛନ୍ତି ରହି ମୋହର ମନକୁ କେହି ଯୋଗାବନ୍ତି ନାହିଁ ଏହା ଶୁଣି ବିଦ୍ୟାପତି ବୋଇଲେ ବଚନ ଏଥିରେ ତୁମ୍ଭର ପିତା କରିବେ ବାରଣ ଶାସ୍ତ୍ରରେ ଅଛଇ କନ୍ୟା ମନୋନୀତ ପତି ପୁଣି ପିତା ଦତ୍ତ କନ୍ୟା ରହିଛି ଭାରତୀ ଯଦି ବାରଣ କରନ୍ତି ତୁମ୍ଭର ପିଅର କାଟି ପାରିବ କି ଗୋରି ତାହାଙ୍କର ଗିର ଲଳିତା ବୋଇଲା ମୁହିଁ ଯାହା କହିବଇ ବାରଣ କରିବେ ନାହିଁ ମୋ ପିତା କେବେ ଆହୁରି ମୁହିଁ ତ କରୁ ନାହିଁ ଅତ୍ୟାଚାର ଉଚ୍ଚ ବଂଶ ଯୁବକଙ୍କୁ ବରୁଅଛି ବର ଏପରି କହିଲା ଯହୁଁ ଲଳିତା ଚତୁରୀ ବିଦ୍ୟାପତି ବୋଲେ ତାହା ମାନିବଇ ଗୋରି ତାହାକୁ ମୋହର କଥା କର ଗୋ ପୂରଣ କୁହ ପିତା କେଉଁଠାକୁ କରନ୍ତି ଗମନ ଲଳିତା ମନ ମଧ୍ୟରେ କରିଲା ବିଚାର କହିବାକୁ ଏହା ମନା ଥିଲା ପିତାଙ୍କର କିନ୍ତୁ ନିଜର ଜୀବନ ବିକିବାକୁ ମୁହିଁ ଯାହା ପାଶରେ ଶପଥ କରିଣ ଅଛଇ ତାହାଙ୍କ ଆଗରେ ଯେବେ
ମିଥ୍ୟା ମୁଁ କହିବି। ନିଶ୍ଚୟ ହି ନର୍କରେ ପତିତ ହୋଇବି। ଏହିପରି ମନ ମଧ୍ୟେ ବିଚାରିଣ ଗୋରି, ବୋଇଲା ଲଳିତା ବିଦ୍ୟାପତି ପାଦ ଧରି। ହେ ସୁନ୍ଦର ଯେଉଁ ପ୍ରଶ୍ନ ପଚାରିଲ ମୋରେ, ପିତା ମନା କରିଥିଲେ କହିବାକୁ କାରେ। ମାତ୍ର ଏ ପୟରେ ଯେଣୁ ବିକିଅଛି ପ୍ରାଣ, ବାଧ୍ୟ ହୁଏ ଲଙ୍ଘିବାକୁ ତାହାଙ୍କ ବଚନ। ଶାସ୍ତ୍ରରେ ଅଛଇ ନିଜ ହୃଦୟେଶ୍ୱରଙ୍କୁ, ଲୁଚାଇବ ନାହିଁ ନାରୀ କୌଣସି କଥାକୁ। ତେଣୁ କହିବାକୁ କୁଣ୍ଠା ବୋଧ ନ କରଇ, ଯାହା ବହୁ କାଳ ହେଲା ଗୁପ୍ତ ଥିଲା ରହି। ଆଜି ଖୋଲିଦେଲି ମୁହିଁ ତୁମ୍ଭ ଅଗ୍ରତରେ, ଏଣିକି ସବୁ ଦାୟିତ୍ୱ ଅଟେ ତବ ପରେ। ମାର ଅବତାର ଯାହା କର ପ୍ରାଣ ଧନ, ତିଳେ ମାତ୍ର ବଳ ନାହିଁ ଏ ଦାସୀର ଜାଣ। ଏମନ୍ତ କହି ହୃଦୟ ଫିଟାଇ ସୁନ୍ଦରୀ, କ୍ରନ୍ଦନ କଲା ବ୍ରାହ୍ମଣ ମୁଖ ଚାହିଁ କରି। ବୋଇଲା ମାର ବାତାର ଯାହା ଇଚ୍ଛା ତବ, ଆଜିଠାରୁ ଏ ପୟର ଅଟଇ ସରବ। ଗୋଟିଏ ମାତ୍ର କଥାକୁ ମାଡ଼ୁଅଛି ଡର, ଯେବେ କାର୍ଯ୍ୟ ଶେଷେ ପ୍ରଭୁ ହୋଇବ ଅନ୍ତର। ତାହେଲେ ଦାସୀର ଆଉ ଭରସା କେ ନାହିଁ, ଜୀବନ ହରାଇ ଦେବି ସାଗରକୁ ଡେଇଁ। ଏପରି ବିକଳ ହୁଅନ୍ତେ ଲଳିତା ସୁନ୍ଦରୀ, ବିଦ୍ୟାପତି ବୋଇଲେ କ ଶୁଣ ଚମ୍ପା ଗୋରି। ବ୍ରାହ୍ମଣ କୂଳେ ଜନମ ଅଟଇ ମୋର, ଅନ୍ୟଥା ନୋହିବ କେବେ କହିଥିବା ଗୀର। ପୁରାଣେ ଅଛଇ ଯେବେ ଆବର୍ଜନା ସ୍ଥାନେ, ରତ୍ନ ପଡ଼ିଥିବ ତାକୁ ଆଣିବ ଯତନେ। ବ୍ରାହ୍ମଣ ସକଳ ବର୍ଣ୍ଣ ପରେ ଅଟେ ସାର, ସବୁଠାରୁ କନ୍ୟା ନେବା ବିଧେୟ ତାହାର। ଏହାର ଦୃଷ୍ଟାନ୍ତ ମାନ ପୂର୍ବରୁ ରହିଅଛି, ନୀଚ ବଂଶରୁ ବ୍ରାହ୍ମଣ କନ୍ୟା ନେଉଅଛି। ଯଥା ଅରୁନ୍ଧତୀ ସଙ୍ଗେ ବଶିଷ୍ଠ ମହର୍ଷି, କୈବର୍ତ୍ତ କନ୍ୟା ସଙ୍ଗରେ ବେଦବ୍ୟାସ ଋଷି। ଏହି ପ୍ରକାରେ ବହୁ କଥା ଅଛି ରହି, ଏଥେ ବର୍ଣ୍ଣନା କରିବା ଉଚିତ ନୁହଇ। ତେଣେ ରାଜା ବସି ରହିଥିବେ ଚାହିଁ ପଥ, ଅନ୍ନ ଜଳ ଛୁଇଁ ନଥିବେ ନରନାଥ। ମୋହଠାରୁ ଭଲ ମନ୍ଦ ବାରତା ପାଇଲେ, ଭୋଜନ କରିବେ ସେହୁ ଶୁଣ ଗୋରି ଭଲେ। ବାର ବାର ଧର୍ମ ଚାହିଁ କରୁଛି ଶପଥ, ତୁମ୍ଭଙ୍କୁ ବିଭା ହୋଇବି ଦେଖିବେ ଜଗତ। ମୁହିଁ ମଧ୍ୟ ଅବିବାହୀ ଅଟେ ଜାଣ ଗୋରି, ଦେଖିବେ ଜଗତ ତୁମ୍ଭେ ରାଣୀ ହେବ ମୋରି। ତୁମ୍ଭ ଉଦରୁ ଜନମ ହେବେ ଯେଉଁ ସୁତ, ବ୍ରାହ୍ମଣ ଜାତିରେ ସେଉ ହୋଇବେ ଗଣିତ। କୁହ କୁହ ଗୋରି ଆଉ ବିଳମ୍ବ ନ କର, ଶୁଣି ଲଳିତା ବୋଇଲା ନେତ୍ରୁ ଢାଳି ନୀର। ହେ ନୀଳ ମାଧବ ତୁମ୍ଭେ ମୋର ଗତି ମୁକ୍ତି, କି କରିବି ବୁଦ୍ଧି ଦିଅ ହେ ଜଗତପତି। ଏକ ଦିଗେ ପିତା ଏକ ଦିଗରେ ଦେବତା, କାହା କଥାକୁ ପାଳିବି ଲାଗେ ମହାଚିନ୍ତା। ତାହାର ଉପାୟ କହି ଦିଅ ହେ ଠାକୁର, ଏହା କହି ଗୋରି ଚାହିଁ ମୁଖ ଯୁବକର। ବୋଇଲା ମୋ ପିତା ନୀତି ଯାନ୍ତି ଯେଉଁ ସ୍ଥାନ, ସେହି ସ୍ଥାନ ସାକ୍ଷାତରେ ବୈକୁଣ୍ଠ ଭୁବନ। ନୀଳ ସୁନ୍ଦର ବୋଲିଣ ତା ନାମ ଅଟଇ, ଯୁଗେ ଯୁଗେ କଳ୍ପ ବଟ ତହିଁ ଅଛି ରଇ। ସେ ପବିତ୍ର ସ୍ଥାନ ଅଟେ ତ୍ରିଭୁବନେ ସାର,
ବିଜେ କରିଛନ୍ତି ତହିଁ ଜଗତ ଠାକୁର। ନୀଳମାଧବ ରୂପରେ ସେଉ ପୂଜା ପାଆନ୍ତି। ମୋହର ପିତା ତାଙ୍କର ସେବକ ଅଟନ୍ତି। ନୀତି ପ୍ରତି ସେବାଠାକୁ ଯାଇ ମୋ ପିଅର। ଦିଅଙ୍କ ପୂଜା କରନ୍ତି ଶୁଣ ହେ ସୁନ୍ଦର। ଏପରି କହିଲା ଯହୁଁ ଲଳିତା ସୁନ୍ଦରୀ। ଅନ୍ଧ ଯେନେ ଚକ୍ଷୁଦାନ ଲାଭ କଲା ପରି। ଦରିଦ୍ର କୋଟି ସମ୍ପଦ ଲଭିଲେ ଯେ ସନ। ତେମନ୍ତ ଆନନ୍ଦ ହେଲା ତାହାଙ୍କର ମନ। ବସିବା ସ୍ଥାନରୁ ଉଠି ବିପ୍ର ବିଦ୍ୟାପତି। ଲଳିତାଙ୍କ ଗଣ୍ଡେ ଚୁମ୍ବ ଆଙ୍କିଲେ ତଳତି। କୋଳରେ ବସାଇ ସ୍ନେହେ ବୋଇଲେ କଗୀର। ତୁମ୍ଭେ ମଧ୍ୟ ଯୁଗେ ଯୁଗେ ପ୍ରାଣପ୍ରିୟା ମୋର। କେବଳ ଏହି ସନ୍ଦେଶ ଗୋଟି ଦେବା ପାଇଁ। ଶବର ଘରେ ଜନମ ହୋଇଥିଲ ସଇ। ବିଦ୍ୟାପତିଙ୍କର ଦେଖି ସ୍ନେହ ସମ୍ଭାଷଣ। ଲଜ୍ଜାରେ ମୁଖ ପୋତିଲା ନ ଭାସି ବଚନ। ଏଣେ ଆନନ୍ଦରେ ହୃଦ ନାଚଇ ତାହାର। ତେଣେ ପିତା କଥା ଭାଳି ଚିତେ ଲାଗେ ଡର। ଏହିପରି ମନ ମଧ୍ୟେ ଭାଳି ଚାନ୍ଦ ମୁହିଁ। ବିଦ୍ୟାପତି ଗଳେ ମାଳ ଦେଲା କଲମ୍ବାଇ। ଆପଣା କଣ୍ଠରୁ ଏକ ରତ୍ନମାଳ ଫେଇ। ଲଳିତା ଗଳାରେ ବିପ୍ର ଦେଲା କଲମ୍ବାଇ। ନୀଳମାଧବ ନାମରେ କରିଲେ ଶପଥ। ପତି ପତ୍ନୀ ଭାବେ ଯିବ ଥିବା ପର୍ଯ୍ୟନ୍ତ। କ୍ଷଣ ମାତ୍ରେ ନ ଛାଡ଼ିବେ କାହାକୁ ଯେ କେହି। ତାପରେ ଲଳିତା କର ଧରିଗଲା ନେଇ। ବିଦ୍ୟାପତିଙ୍କୁ ଆପଣା ପାଶେ ବସାଇନ। ଭୁଞ୍ଜାଇଲା ଚମ୍ପା ଗରି ଆନନ୍ଦ ହୋଇଣ। ସେହି ସମୟରେ ଲଳିତାର ମୁଖ ଚାହିଁ। ବୋଇଲେ ବିଦ୍ୟାପତି ଶୁଣରେ ସୁମୁହିଁ। କିପରି ତବ ପିତାଙ୍କ ସଙ୍ଗତରେ ଯିବି। ଶ୍ରୀନୀଳମାଧବଙ୍କର ଚରଣ ପୂଜିବି। ସେଇଥି ନିମନ୍ତେ ଏତେ ପଥୁ ଆସିଅଛି। ଏତିକି କରାଇ ଦିଅ ନ ଭାବିଣ କିଛି। ଲଳିତା ବୋଇଲା ପତି ଭାବନା ନ କର। ବୁଝାଇ କହିବି ସବୁ ପିତାଙ୍କ ଆଗର। କାଲି ପ୍ରଭାତୁ ତୁମ୍ଭଙ୍କୁ ପଠାଇବା ପାଇଁ। ବ୍ୟବସ୍ଥା କରିବି ଗୀତେ କ୍ଷେତର କହଇ। ଜୟ ଶ୍ରୀ ଜଗନ୍ନାଥ।